ନା ଚରମ୍ପା ଅଞ୍ଚଳରେ ମୋର ଜ୍ଞାତ ସାରରେ ଏଇଟା ପ୍ରଥମ ଏଭଳିଆ ଇନସିଡେଣ୍ଟ କେବେ ଆଗରୁ ହେଇନି। ଯାହା ବି ଛୋଟ ମୋଟ ହେଇଛି ଇମିଡ଼ିଏଟ୍ ଲୋକ ବି ସହାୟତା କରିଛନ୍ତି ବହୁତ ଆଗରୁ, ପୁଲିସ ବି ଇମିଡ଼ିଏଟ୍ ଆକ୍ସନ୍ କରିଛି। ଏଇ ଯେଉଁ ଘଟଣାଟି ହେଇଛି ଏଇଟା କାଲି ବହୁତ ସବୁ ଗୁଡ଼ା ୟଙ୍ଗ ପିଲା ଗୁଡ଼ା ଏଇଟା ଗୋଟେ ସଡନ୍ ପ୍ରୋଭୋକେସନ୍ ହେଇଛି। ଆଉ ତା ପାଇଁ ଆମର ଲୋକାଲ ଲୋକ ବି ବହୁତ ସାହାଯ୍ୟ କରିଛନ୍ତି ଆମକୁ, ପୁଲିସ ବି ଇମିଡ଼ିଏଟ୍ ଆସିକି ପହଞ୍ଚିକି ଆକ୍ସନ୍ ନେଇଛି। ତେଣୁ ବହୁତ ଜଲ୍ଦି ସେମାନେ ଧରା ହେବେ। ଆମର ଅଲରେଡ଼ି ଦୁଇଟା ଟିମ୍ ଆମେ କରିସାରିଛୁ, ଦୁଇଟା ଟିମ୍ ବୁଲୁଛନ୍ତି। IIC ବି ଏଠୁ କାମ ସାରିଲା ପରେ ପୁଣି ଯାଇକି ମିଶିବେ। ଆଉ କାଲିଠୁ ଆଜି ପର୍ଯ୍ୟନ୍ତ ଲୋକମାନଙ୍କର ଲୋକାଲ ଲୋକଙ୍କର ବହୁତ ସହାୟତା ରହିଛି। ତେଣୁ ମୁଁ ଆଶା କରୁଛି ବହୁତ ଜଲ୍ଦି ଆମେ ଆସାମୀମାନଙ୍କୁ ଗିରଫ କରିବୁ। କିଛି ଜଣା ପଡ଼ିଲାଣି କି କେତେ ଜଣ ସାମିଲ ଏବଂ ହଁ ପଛରେ କ'ଣ ଆମେ ଆସାମୀ ଜାଣିସାରିଲୁଣି କିଏ ଅଛି। ତା ସହିତ ଯେଉଁ ହତ୍ୟାକାଣ୍ଡ ଯେଉଁ ହେଲା ତା କାରଣ ସେମିତି କିଛି ବେଶୀ ବଡ଼ କାରଣ ନାହିଁ କି ମୋଟିଭ୍ କିଛି ନାହିଁ। ଏଇଟା ଗୋଟେ ସଡନ୍ ପ୍ରୋଭୋକେସନ୍ ଭିତରେ ହେଇଛି। ସାର୍ ଭାବୁଛନ୍ତି କି ସାର୍ ଏଇ ଯେଉଁ ନିଶା କାରବାର ପାଇଁ ନା ନିଶା କାରବାର ନୁହେଁ, ନିଶା ତ ଖାଉଛନ୍ତି ସେମାନେ। ଏଠି ତ ପ୍ରାୟ ଏଠି ମଦ ଗଞ୍ଜେଇ ବ୍ରାଉନ୍ ସୁଗାର ଏଗୁଡ଼ା ଚାଲିଛି। ଆମର ଆପଣ ଜାଣିଥିବେ ପିରିୟଡ଼ିକାଲ୍ ରେଡ୍ ବି ହେଉଛି, ବହୁତ ଲୋକ ବି ଧରା ପଡ଼ୁଛନ୍ତି। ତେଣୁ ସେଇଟା ଗୋଟେ କାରଣ ହେଇପାରେ, କିନ୍ତୁ ସେଇଟା ପ୍ରକୃତ କାରଣ ସେଇଟା ନୁହେଁ। ସାର୍ ପ୍ରାଥମିକ ତଦନ୍ତରୁ କେତେ ଜଣ ହତ୍ୟାକାଣ୍ଡ ପଛରେ ଅଛନ୍ତି? ନାଇଁ ଆମେ ଜାଣିପାରୁଛୁ 3 ରୁ 4 ଜଣ ଏ ଭିତରେ ଅଛନ୍ତି।